ପୁଣି ଭଞ୍ଜ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, ହେ ମହାପ୍ରଭୁ, ଗହନ ତୋ ଗାରିମା, ଗର୍ବ ଜାଣନ୍ତି ସୀମା, ଗଣନେ ଗର୍ବିକେ ଭେଦିବ, ଗିରିବାଣ ଚୂଡ଼ାମଣି, ଗୁହାନନ୍ଦୀ ସର୍ବାଣୀ, ଗୁପ୍ତାଷ୍ଟ ଚକ୍ରେ ସେବା ସେବ୍ୟ, ହେ ନୀଳାଦ୍ରିଶ, ଗଣନାୟକ ବନ୍ଦ୍ୟ ହରି, ଗଣନାୟକ ତନୁ ଧରି, ଗୁଢ଼ ଆନନ୍ଦ ତବ, ଗଣ୍ଡ କିବା ଗମିବ, ଗିରୀଶ ଗୁଢ଼ ତତ୍ତ୍ୱଧାରୀ, ହେ ନୀଳାଦ୍ରିଶ, ଗିରୀଶ ଗୁଢ଼ ତତ୍ତ୍ୱଧାରୀ। ପୁଣି ଭଞ୍ଜ ପ୍ରାର୍ଥନା କରୁଛନ୍ତି, ହେ ନୀଳାଦ୍ରିଶ, ଆପଣଙ୍କର ବଡ଼ପଣ ଅଗମ୍ୟ, ଗର୍ବ ମୁନି କିଛି କିଛି ତତ୍ତ୍ୱ ଜାଣନ୍ତି, ଗଣନା ଦ୍ୱାରା ଆପଣଙ୍କର ବା ଆଦି କଥା କେଉଁ ବ୍ୟକ୍ତି ଜାଣିପାରିବ? ହେ ଗ୍ରୀବାଣ ଚୂଡ଼ାମଣି ମହାପ୍ରଭୁ, ହେ ନୀଳକନ୍ଦରବାସୀ ମହାପ୍ରଭୁ, ନୀଳକନ୍ଦରର ରୂପକ ଗୁହାରେ ବାସ କରି ଗୁପ୍ତରେ ଅଷ୍ଟଶକ୍ତି ବେଷ୍ଟିତ ଶକ୍ତି ଚକ୍ରରେ ଆପଣ ସେବା ପାଉଛନ୍ତି। କଳ୍ପପାଦ ପଦ୍ମ ବଳରେ ଗଣେଶ ରହି ଆପଣଙ୍କୁ ସେବା କରୁଛନ୍ତି। ଆପଣ ମଧ୍ୟ ଗଣନାଥଙ୍କର ରୂପ ଧାରଣ କରୁଛନ୍ତି ମହାପ୍ରଭୁ। ଆପଣଙ୍କର ଗୂଢ଼ ତତ୍ତ୍ୱ କିଏ ବା ବୁଝିପାରିବ? ବିଶେଷରେ ମୂର୍ଖ ଜନ କ'ଣ ବା ଜାଣିପାରିବ? ହେ ମହାପ୍ରଭୁ, ନିଜକୁ ଗଣ୍ଡ ମୂର୍ଖ ସମାନ ବଣି ସେଇ ଜନ ଆପଣଙ୍କୁ ପ୍ରାର୍ଥନା କରୁଛି। ହେ ନୀଳଗିରିପତି, ଆପଣଙ୍କର ବିଗ୍ରହ ତତ୍ତ୍ୱ ଅତି ଗୂଢ଼ ଅଟେ, ସର୍ବୋପରି ଆପଣଙ୍କର ତତ୍ତ୍ୱ ଅତି ଗୂଢ଼ ଅଟେ। ହେ ମହାପ୍ରଭୁ, ଆପଣ କୃଷ୍ଣ, ଆପଣ ରାମ, ସର୍ବୋପରି